ରାତିଟା ଏତେ ଶାନ୍ତିପୂର୍ଣ୍ଣ, ବହୁତ ବଢ଼ିଆ ପରିବେଶ, ପଢ଼ିବା ପାଇଁ ଉପଯୁକ୍ତ। ଆରେ ନାଲ, ତୁମେ ଏଥର କ'ଣ ପଢ଼ୁଛ? ଏହା ଜଙ୍ଗଲର ଜ୍ଞାନ, ଏକ ପ୍ରାଚୀନ ପୁସ୍ତକ। ଏଥିରୁ ବହୁତ କିଛି ଶିଖିବାକୁ ଅଛି। ନାଲ, ତୁମର ସର୍ବଦା ସବୁଠାରୁ ଆକର୍ଷଣୀୟ ପୁସ୍ତକ ଅଛି। ତୁମେ ଆମ ସହିତ କିଛି ବାଣ୍ଟି ପାରିବ କି? ଠିକ୍ ଅଛି, ଏଠାରେ ପୁସ୍ତକରୁ ଏକ କାହାଣୀ ଅଛି। ଥରେ ଦୂରଦେଶରେ ଜଣେ ନୀରବ ପଣ୍ଡିତ ଥିଲେ। ଯଦିଓ ସେ କେବେ କହିନଥିଲେ, ବିଭିନ୍ନ ସ୍ଥାନରୁ ପଶୁମାନେ ତାଙ୍କଠାରୁ ଶିଖିବାକୁ ଆସିଥିଲେ। ସେମାନେ କୁହନ୍ତି ଯେ ତାଙ୍କର ଜ୍ଞାନ ଏକ ଗଭୀର ଏବଂ ପ୍ରବାହିତ ନଦୀ। ଜଣେ ନୀରବ ବିଦ୍ୱାନ, ଯଦି ସେ କଦାପି କଥା ନ କରନ୍ତି, ତେବେ ସେ କିପରି ଶିକ୍ଷା ଦେଲେ? ସେ କାର୍ଯ୍ୟ ଏବଂ ଉଦାହରଣ ବ୍ୟବହାର କରିଥିଲେ। ଦିନେ ଗୋଟିଏ ପକ୍ଷୀ କିପରି ବସା ନିର୍ମାଣ କରିବେ ବୋଲି ପଚାରିଥିଲେ। ପଣ୍ଡିତ କୌଣସି ଶବ୍ଦ ମଧ୍ୟ କହିନଥିଲେ। ସେମାନଙ୍କୁ ଏକାଠି କରି ରଖିପାରିଥିଲେ ଏବଂ ବୁଝାଇଥିଲେ। ଏହା ଆଶ୍ଚର୍ଯ୍ୟଜନକ। ତେଣୁ ସେ ନିଜ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଦେଲେ କି? ଠିକ୍, ବେଳେବେଳେ କାର୍ଯ୍ୟ ଶବ୍ଦ ଅପେକ୍ଷା ଅଧିକ ଜୋରରେ କହିଥିଲେ ଏବଂ ପର୍ଯ୍ୟବେକ୍ଷଣ ଦ୍ୱାରା ସମସ୍ତେ ତାଙ୍କଠାରୁ ଶିଖିଲେ। ଆପଣ ଜାଣନ୍ତି, ଆମ ଚାରିପାଖରେ ଥିବା ଜଗତକୁ ଦେଖିବା ଏବଂ ଶୁଣିବା ଦ୍ୱାରା ଆମେ ଅନେକ କିଛି ଜାଣିପାରିବା। ହଁ, ବେଳେବେଳେ ସବୁଠୁ ଶାନ୍ତ ସ୍ୱର ଅଧିକ କହିଥାଏ। ମନେ ରଖ, ଜ୍ଞାନ ସର୍ବଦା ଉଚ୍ଚ ସ୍ୱର ନୁହେଁ, ବରଂ ନୀରବ ମୁହୂର୍ତ୍ତରେ ଆମେ ଅନେକ ସମୟରେ ଉତ୍ତର ପାଇଥାଉ। ଜଙ୍ଗଲ ମଧ୍ୟରେ ଜ୍ଞାନ ସର୍ବଦା ଶୁଣାଯାଏ ନାହିଁ, କିନ୍ତୁ ଦେଖାଯାଏ ଏବଂ ଅନୁଭବ ହୁଏ। ନୀରବ ପଣ୍ଡିତ ଆମକୁ ଶିକ୍ଷା ଦିଅନ୍ତି ଯେ ବେଳେବେଳେ ନୀରବ ନିରୀକ୍ଷଣରେ ସର୍ବୋତ୍ତମ ଶିକ୍ଷା ଗ୍ରହଣ କରାଯାଏ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଲାଇକ୍, କମେଣ୍ଟ, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।